ଦେଖନ୍ତୁ ଆମର କୋରାପୁଟ ଜିଲ୍ଲାରେ 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଆମର ଏନୁମରେଟର ମାନେ ଆମର ଡୋର ଟୁ ଡୋର ହାଉସ୍ ଭିଜିଟ୍ କରିବେ ଏବଂ ହାଉସ୍ ଲିଷ୍ଟିଂ ସେ ତାଙ୍କର କରିବେ ଏବଂ ମ୍ୟାପ୍ ସେମାନେ ପ୍ରସ୍ତୁତ କରିବେ। ଆମର ଟୋଟାଲି 2714 ଜଣ ଏନୁମରେଟର ଏବଂ 485 ଜଣ ସୁପରଭାଇଜର ଆମର ଫିଲ୍ଡରେ ଆଜିଠୁ ଆମର କାମ କରୁଛନ୍ତି। 3 ଦିନ ଧରିକରି ସେମାନେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ଏବଂ ତାଙ୍କୁ ତଦାରଖ କରିବା ପାଇଁ ଆମର ତହସିଲଦାର ଠୁ ଆରମ୍ଭ କରି ଆଡିସନାଲ ତହସିଲଦାର ଏବଂ ସବ୍ କଲେକ୍ଟର ଏବଂ ସିନିୟର ଅଫିସିଆଲ୍ସ ଆମର ନୋଡାଲ ଅଫିସର ଭାବରେ ସେ ତାଙ୍କ କାମକୁ ତଦାରଖ କରୁଛନ୍ତି। ଆମର 19 ତାରିଖ ଠାରୁ ମେ 15 ତାରିଖ ପର୍ଯ୍ୟନ୍ତ ପୁଣି ସେନ୍ସସର କାମ ଆରମ୍ଭ ହେବ। ନାଇଁ ଟୋଟାଲି ଆମର 32ଟି କ୍ୱେଶ୍ଚନ ସେଥିରେ ଅଛି। 32ଟି କ୍ୱେଶ୍ଚନ ସେମାନେ ସେଥିରେ ତାଙ୍କୁ ପଚାରିବେ ଏବଂ ଆମର ଯୋଉ ମୋବାଇଲ ଆପ୍ ଥିବେ ସେଥିରେ ସେମାନେ ଲୋଡ କରି ରଖିବେ। ନାଇଁ ଦେଖନ୍ତୁ ଆମର ଭାଷା କଥା ଯୋଉ କହୁଛନ୍ତି ଓଡ଼ିଆ ଭାଷାରେ ସେଇଟା ପଚାରିବେ। ଆଉ ଯୋଉମାନେ ଆମର ଏନୁମରେଟର ଅଛନ୍ତି ସେମାନେ ଲୋକାଲ ଯେହେତୁ ଅଛନ୍ତି, ଲୋକାଲ ଟିଚରକୁ ଆମେ ଦେଇଛୁ, ସେମାନେ ତାଙ୍କ ଭାଷା ସହିତ ପ୍ରାୟ ଜାଣିଛନ୍ତି ତାଙ୍କ ଭାଷା, ତେଣୁ ଭାଷାରେ କିଛି ପ୍ରୋବ୍ଲେମ ହେବନି। ନିହାତି ଭାବରେ ତାଙ୍କୁ ପରିଚୟ ପତ୍ର ଏବଂ ଆଇ କାର୍ଡ ଆପଏଣ୍ଟମେଣ୍ଟ ଅର୍ଡର ସମସ୍ତଙ୍କୁ ଆମେ ଚାର୍ଜ ଅଫିସର ଲେଭେଲରେ ସେ ଇସ୍ୟୁ କରାଯାଇଛି। ନିହାତି ଭାବରେ ସମସ୍ତଙ୍କୁ ଦେଖେଇ ପାରିବେ, କିଛି ଅସୁବିଧା ନାହିଁ। ନାଇଁ ମିସଅଣ୍ଡରଷ୍ଟାଣ୍ଡିଂ ହେବାର କିଛି ନାହିଁ। ଓଡ଼ିଶା ସରକାରଙ୍କର ଲୋଗୋ ସେଥିରେ ଅଛି ଏବଂ କନସର୍ନ ଚାର୍ଜ ଅଫିସର ଯୋଉମାନେ କି ତହସିଲଦାର ହେଲେ କିମ୍ବା ଆପଣଙ୍କର ଏକ୍ଜିକ୍ୟୁଟିଭ ଅଫିସର ହେଲେ ମ୍ୟୁନିସିପାଲିଟି ତାଙ୍କ ସିଗ୍ନେଚରରେ ସେଇଟା ଇସ୍ୟୁ କରାଯାଇଛି। ତେଣୁକରି ଏଥିରେ କିଛି ଦ୍ୱନ୍ଦ୍ୱ ହେବା ଆବଶ୍ୟକତା ନାହିଁ।